ନାଇଁ ନାଇଁ ଦେଖନ୍ତୁ ଦାଦନ ସମସ୍ୟାଟା ଓଡ଼ିଶାର ଗୋଟେ ନିରବଚ୍ଛିନ୍ନ ସମସ୍ୟା। ଓଡ଼ିଶାରୁ ଦାଦନ ଖଟିବା ପାଇଁ ଆପଣ କହୁଛନ୍ତି 6 ଲକ୍ଷ, ମୁଁ ଭାବୁଛି 6 ଲକ୍ଷ ନୁହଁ, ବହୁତ ଅଧିକ। ଅନେକ ସଂଖ୍ୟାରେ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଆପଣ ଦାଦନଙ୍କର ଭିନ୍ନ ବର୍ଗ ଦେଖନ୍ତୁ। 6 ମାସିଆ ଦାଦନ ଅଛନ୍ତି, ପୁରା ବର୍ଷ 2-3 ବର୍ଷ ପାଇଁ ଯାଆନ୍ତି ଦାଦନ କିଛି ଲୋକ। ଆଉ କିଛି ଲୋକ ସୁରଟ, ଆରେ ଦାଦନ ମାନେ ପ୍ରବାସ, ନିଯୁକ୍ତି ସୁଯୋଗ ଅଭାବରୁ ରାଜ୍ୟ ଛାଡ଼ିକି ଦେଶାନ୍ତର ହବା, ରାଜ୍ୟାନ୍ତର ହବା ହିଁ ଗୋଟେ ଦାଦନ। ବୁଝିପାରୁଛନ୍ତି ତ? ଆମେ କିଏ ଶିକ୍ଷିତ ଦାଦନ, କିଏ ଅଶିକ୍ଷିତ ଦାଦନ, ବୁଝିପାରୁଛନ୍ତି ତ? ଦାଦନ ଯଦି କହିବା, ଆମେ ପ୍ରାୟତଃ ଯୋଉମାନେ ରୋଜଗାର ନ ପାଇକିରି ରାଜ୍ୟ ବାହାରକୁ ଯାଆନ୍ତି ସେଇମାନଙ୍କୁ ଆମେ ଦାଦନ ଶ୍ରମିକ ବା ଦାଦନ କର୍ମଚାରୀ ବୋଲି କହୁ। ତେଣୁ ଦାଦନ ସମସ୍ୟାଟା ପ୍ରମୁଖ ସମସ୍ୟା ବୋଲି ଭାରତୀୟ ଜନତା ପାର୍ଟି ତାର ନିର୍ବାଚନୀ ପ୍ରଚାର ବେଲେ କହିଥିଲା। এই ସମସ୍ୟା ଉପରେ କାର୍ଯ୍ୟାନୁଷ୍ଠାନ କରିବ ବୋଲି ମଧ୍ୟ ପଦକ୍ଷେପ ନେବ ବୋଲି କହିଥିଲା। ସରକାରକୁ ଆସିଲା ପରେ ସେମିତି କାହିଁ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକ୍ରମ ତ ହେଇନି। ଯୋଉ ଲକ୍ଷଣ ବା କହୁଛନ୍ତି ବୋଲି ଆପଣ କହୁଛନ୍ତି ଯେ 50% କମି ଯାଇଛି, ସରକାରଙ୍କ ତରଫରୁ ସେମିତି କୌଣସି ବିବୃତ୍ତି ନାହିଁ। ସରକାରଙ୍କ ତରଫରୁ ସେମିତି କୌଣସି ଆଙ୍କଡ଼ା ଦିଆଯାଇ ନାହିଁ। ଲକ୍ଷ୍ମଣବାଗ କହୁଛନ୍ତି, ଲକ୍ଷ୍ମଣବାଗ ନିଜେ ପରା କିଛି ଦିନ ତଳେ ଷ୍ଟେସନ ଯାଇଥିଲେ, ଦାଦନ ଯାଉଥିଲେ ସେମାନଙ୍କୁ ଛାଡ଼ିବା ପାଇଁ ପରୋକ୍ଷରେ। ସେଇଠି ତାଙ୍କର ଗଣ୍ଡଗୋଳ ହେଇଥିଲା, 2 ଦାଦନ ସର୍ଦ୍ଦାରଙ୍କ ଭିତରେ ଗଣ୍ଡଗୋଳ ହେଇଥିଲା, ଥାନାରେ କେସ୍ ହେଇକିରି କାଉନସିଲ ଗିରଫ ହୋଇଛନ୍ତି। ତେଣୁ ଦାଦନ ସମସ୍ୟାକୁ ନେଇକି ସେ ଗଣ୍ଡଗୋଳ ଯେ ଦାଦନଙ୍କ ସହିତ ସମ୍ପର୍କକୁ ନେଇକିରି ଦାଦନ ଯିବା ଆସିବା ସେଇକୁ ନେଇକିରି ଷ୍ଟେସନ ପାଖରେ ସେ ଯୋଉ ତାପରେ ନେଇକିରି ଜିଆରପି ଥାନାରେ ଗଣ୍ଡଗୋଳ ହେଇକି କେସ୍ ବାସ ହେଲା। ତେଣୁ ଦାଦନ ଶ୍ରମିକ କମିଛି ବୋଲି ଯଦି କହୁଛନ୍ତି ଖୁସିର କଥା। ଯଦି ଆମେ ଓଡ଼ିଶାରୁ ଦାଦନ ଶ୍ରମିକ କମୁଛନ୍ତି ଖୁସିର କଥା, କିନ୍ତୁ ଆମେ କୋଉଠି ସେମାନଙ୍କୁ କଣ ନିଯୁକ୍ତି ଆତ୍ମନିଯୁକ୍ତି ସୁଯୋଗର ସୃଷ୍ଟି କରିସାରିଲେଣି ଯେ ସେ ଦାଦନ ମାନେ ବାହାରକୁ ଆଉ ଯିବେନି ଗଲେନି? ସରକାର ଯଦି କେବେ ଘୋଷଣା କରନ୍ତି, ସରକାରଙ୍କ ତରଫରୁ ଯଦି ସ୍ପଷ୍ଟୀକରଣ କେବେ ଆସେ, ଆମେ ତା ଉପରେ ତର୍ଜମା କରିବା। ଆଉ ଲକ୍ଷ୍ମଣବାଗ ଜଣେ ବିଧାୟକ, ସିଏ ବି ନିଜେ ଦାଦନ, ତାଙ୍କ ଇତିହାସ ହଉଛି ସିଏ ବି ଜଣେ ଏଇ ପେଶା ସହିତ ସମ୍ପୃକ୍ତ ବ୍ୟକ୍ତି ବୋଲି କୁହାଯାଏ। ଦାଦନ ମାନଙ୍କ ସହିତ ସମ୍ପୃକ୍ତ ବ୍ୟକ୍ତି ହିସାବରେ ବୋଲି କୁହାଯାଏ। ଆଗରୁ ସେ ପେଶାରେ କାମ କରୁଥିଲେ ବୋଲି ଲୋକ କହନ୍ତି। ଆମେ ତ ଜାଣିନେ ଶୁଣିଲେ, ମୁଁ ତ ବ୍ୟକ୍ତିଗତ ଭାବେ ଜାଣିନି, ସିଏ ସେଇ ପେଶା ସହିତ ସମ୍ପୃକ୍ତ ବୋଲି ଲୋକ କୁହନ୍ତି। ତେଣୁ ତାଙ୍କ ମୁହଁରୁ ଏଟା ନ ଶୁଣିକି ଯଦି ସରକାର କେବେ ସ୍ପଷ୍ଟୀକରଣ ଦେବେ, ହଁ ଆମର 50% ଦାଦନ କମି ଯାଇଛନ୍ତି, ତେବେ ଆମେ ସେଇଟାକୁ ବିଶ୍ୱାସ କରିବା। ଯୋଉମାନେ କଣ୍ଟ୍ରାକ୍ଚୁଆଲ ପୋଷ୍ଟିଂ ହେଇଛନ୍ତି ସରକାର ସେମାନଙ୍କୁ ନିଯୁକ୍ତି ଦେଇ ପାରୁନାହାନ୍ତି, ସେମାନଙ୍କୁ ପରମାନେଣ୍ଟ କରି ରଖି ପାରୁନାହାନ୍ତି। 15 ବର୍ଷ 20 ବର୍ଷ 30 ବର୍ଷ ହେଲା ସେମାନେ ଖଟୁଛନ୍ତି, କିନ୍ତୁ ବିଧାୟକ ମାନଙ୍କର ଦରମାଟା ଯୋଉ ବଢୁଛି ତାକୁ ନେଇକି ଜଣେ MLA ବି ବିବାଦରେ ଆସିଛନ୍ତି ଯେ କଣ୍ଟ୍ରୋଭର୍ସି କି ସମସ୍ତେ ଭାବୁଛନ୍ତି କି ନାଇଁ ସେ MLA ଭୁଲ କହୁଛନ୍ତି। ତ ଆପଣ ଜଣେ ସାମ୍ବାଦିକ ହିସାବରେ ଆପଣଙ୍କ ମତ କଣ ରହିବ? ନା ଦେଖନ୍ତୁ, ଓଡ଼ିଶା ଏତେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନୁହେଁ। ସରକାରଙ୍କର ବଜେଟ୍, ସରକାରଙ୍କର ଯୋଜନା, ସରକାରଙ୍କର କାର୍ଯ୍ୟକ୍ରମ, ଲୋକାଭିମୁଖୀ କାର୍ଯ୍ୟର ଆମେ ଯଦି ତା ଚିତ୍ରକୁ ଦେଖିବା, ଓଡ଼ିଶା ସେତେ ସ୍ୱଚ୍ଛଳ ଆମେ କରିପାରିନୁ। ସୁନାର ଗଦା ଉପରେ ବସିକିରି ମଧ୍ୟ ଆମ ଭିତରେ ସେ ଦାରିଦ୍ର୍ୟ ଅଛି, କେବଳ ଆମ ମାନସିକତା ପାଇଁ। ଜନପ୍ରତିନିଧି କାହାକୁ କହିବା? ଲୋକ MLA ମାନେ କଣ? ଜନପ୍ରତିନିଧି, ଜନଙ୍କର ପ୍ରତିନିଧି। ସେମାନଙ୍କର ପ୍ରାଥମିକ ସ୍ୱାର୍ଥ ହେଲା ଜନତାଙ୍କର ହିତ ସାଧନ କରିବା। ଆପଣ ଦେଖିଥିବେ ବିଗତ ସରକାର ସମୟରେ ବି ସେମିତି ହେଇଥିଲା। ବିଗତ ସରକାର ସମୟରେ ଲୋକ ଆସିକି ରାଜରାସ୍ତାରେ ବସୁଥିଲେ, କରୁଥିଲେ, ସେ କରୁଥିଲେ। ଏବେ ବି ସେମିତି ବସୁଛନ୍ତି। ଆପଣ ମାନେ ସରକାରକୁ ଆସିଲେ, ସେଇ ସରକାରର କୌଣସି ଅପକର୍ମ ଯଦି ଥିଲା, ଦାୟିତ୍ୱହୀନତା ଥିଲା, ତାକୁ ସୁଧାରିବା ପାଇଁ ଆପଣ ମାନେ ମଧ୍ୟ ସେ ଦାୟିତ୍ୱକୁ ଏପର୍ଯ୍ୟନ୍ତ ସୁଧାରି ପାରୁନାହାନ୍ତି। ଯୋଉ ଶିକ୍ଷକଙ୍କ ଆନ୍ଦୋଳନରେ ଆପଣ ଠିଆ ହେଇକିରି ମୋହନ ମାଝୀ ମହୋଦୟ କହିଥିଲେ ରାଜ୍ୟ ସରକାର ଚାହିଁଲେ କରିପାରିବେ, କେନ୍ଦ୍ର ସରକାରଙ୍କର କୌଣସି ଆପତ୍ତି ନାହିଁ, ଶିକ୍ଷକ ମାନଙ୍କର ଦାବି ଦରମା ଅନ୍ୟ ରାଜ୍ୟରେ ବଢୁଛି, ଆମର ଏଠି କାହିଁ ବଢି ପାରିବନି, ଆପଣ ନିଜେ କହିଥିଲେ। ଆଜି ସରକାରକୁ ଆସିଲା ପରେ ସେମାନଙ୍କ ପ୍ରତି ଗୋଟେ ଘୃଣାର ମାହୋଲ ସୃଷ୍ଟି କରାଯାଉଛି। 50,000 ଟଙ୍କା ଦରମା ପାଉଛନ୍ତି ସେମାନେ ବୋଲିକିରି 50,000 ଟଙ୍କା ଚଳି ପାରୁନାହାନ୍ତି ବୋଲି କହି ତାତ୍ସଲ୍ୟ କରାଯାଉଛି। ଆଗରୁ ଗୋଟେ ବ୍ୟବସ୍ଥା ଥିଲା ଆଜ୍ଞା, ଶିକ୍ଷକ ମାନଙ୍କର ଦରମାଟା ଅଧିକ କରାଯାଉଥିଲା। ଶିକ୍ଷକ ମାନଙ୍କର ଦରମା ଅଧିକ କରିବା ପାଇଁ ସୁପାରିଶ କରାଯାଉଥିଲା। ସେତେବେଳେ ଶିକ୍ଷକ ମାନେ କାହିଁକି ଦେ ଆର୍ ଦ ନେସନ୍ ବିଲ୍ଡର। ମୁଁ କହୁନି ଯେ ସେମାନଙ୍କର ଆନ୍ଦୋଳନ ବୈଧ, ପିଲାଙ୍କର ପାଠ ପଢାକୁ କ୍ଷତି କରିକିରି ଆପଣ ମାନେ ଆନ୍ଦୋଳନ କରିବାର ଅଧିକାର ଆପଣଙ୍କର ନାହିଁ। ହେଲେ ପରିସ୍ଥିତି ସୃଷ୍ଟି କରିଛନ୍ତି ଆମର ଲଗାତାର ସରକାର ମାନେ, ଏ ପରିସ୍ଥିତି ସୃଷ୍ଟି କରିଛନ୍ତି। ଏଥିପାଇଁ ସରକାର ମାନେ ଦାୟୀ।
आपण माने जो पाउ टीचर पारा टीचर काउ टीचर अमको टीचर समको टीचर 50 स्कीम करके जो केंद्रीय राज्य योजना रे माने गुड़ाए संगठन गुड़ाए स्कीम करके जो भिन्न भिन्न प्रकार नियुक्ति कले 1500 टंका रु आरंभ करके 3000 5000 दरमा रे रखिले लोक आज से गोटे गोटे स्कूल रे आगे 5 प्रकार शिक्षक थिबे 3 प्रकार शिक्षक थिबे 4 प्रकार शिक्षक थिबे जणे पाउथु 50,000 जणे पाउथु 25,000 जणे पाउथु 12,000 से एका काम करिकी असंगति को दूर करिवार आवश्यकता अछि कारण से माने मानसिक निर्यातना भितर ताड़ना भितर रहउचंती तेणु असंगति पाई निहाती भाव शैक्षिक परिवेश बाधा प्राप्त होची केवल शिक्षक नहंती आज्ञा शिक्षकों दाबी रही आपणकर जो रोसैया माने आसिक से धारणा बसुचंती से भत्ता बढ़ी पारुनी अंगनवाड़ी अन्य मानकर भत्ता भी बढ़ी पारुनी तेणु आपण माने निज काम करंतु हमर दुख नहीं निज पाई भत्ता नेले भत्ता नेबार जो नबार जो दरमा नबार तो बोधे ओडिशा सबुठ 1 नंबर राज्य हो गला आउ कोथरे हम 1 नंबर हो न हो विधायकों को दरमा देबार हम 1 नंबर हो सबुठ अधिक हमर दरमा महाराष्ट्र भलिया राज्य जी कि हमको बॉम्बे आम जहाँ को फाइनेंशियल कैपिटल ऑफ इंडिया हाँ आउ गोटे समृद्ध राज्य पंजाब रे नहीं यूपी रे भी आमठू बहुत कम आमे बहुत आगु को पळेइछु ए क्षेत्र रे आमे बहुत आगु को पळेइलो किंतु जनप्रतिनिधि माने निज स्वार्थटा को देखिले विधानसभा रे कौनसी प्रसंग रे गोटे कथा मु विथ ड्यू रेस्पेक्ट देयर आमे तांको मान्यवर बोली कहूछु मान्यवर सेमानकर मान्यता रखंतु मान्यवर सेमाने मान्य हबार योग्यता रखंतु जेते बेले कौनसी जातीय राष्ट्र प्रसंग राज्य प्रसंग होउची जनस्वार्थ सम्बलित प्रसंग होउची आमे एकाठी हेई पारुनु किंतु आम दरमा पाई आमे एकाठी ए गोटे जिनस आपण प्रमाणित करदेले जे आपण जनता स्वार्थ रे नाहंती मु कहू नहीं आपण नाहंती बोली करी बट आपण को काम प्रमाणित करदेला जन आग नुह आपण निजे निज स्वार्थटा को आग देखिले जदि लोकन को देइकिरी आपण देखंतु कहिथिले भत्ता बढ़ाइबे भत्ताधारी माने केते दुख रे अछंती आगे दर वृद्धि परिवेश भितरे सरकारी कर्मचारी डीए बढ़ुची सेही अनुपात रे भत्ताधारी मानकर भत्ता बढ़िवार आवश्यकता अछि भिन्नक्षम हो असहाय हो वृद्ध वृद्धा हुअन्तु आपण देखिबे केते आदिवासी पिलांकर स्कॉलरशिप पैसा भी सेमान को दिया जाउ नाही बोली अभियोग आसुची केते सत केते मिछ सरकार जानिथिबे तो समस्त समस्या जदि जनता समस्या को समाधान करिकरी आपण माने एई ताकू आपण नेई थांते हमर किछि कहबार नथिला आमे किछि आपत्ति करि नथांतु सच्छल राष्ट्र सच्छल राज्य लोकंकर समस्या नाही लोक गियो मौरे भासुचंती तने विधायक माने नेले किछि असुविधा नाही।